ଆମେ ଅଛୁ ପାରାଦୀପର ଗଭୀର ସମୁଦ୍ର ଭିତରେ ଅଛୁ ଏବଂ ଆମ ପାଖରେ ଅଛି ଜାହାଜ। ଆପଣ ଦେଖୁଥିବେ ଇଏ ହଉଛି ସିଧାସଳଖ ଚିତ୍ର, ଯେହେତୁ ଭାରତୀୟ ତଟରକ୍ଷୀ ବାହିନୀ ଖାଲି ସମୁଦ୍ରକୁ ସୁରକ୍ଷା ଏବଂ ଆମର ଯୋଉ ପଡୋଶୀକି ସୁରକ୍ଷା ଦେବା ପାଇଁ ସେଠି ନାହାନ୍ତି, ଖାଲି ଏଇ ଦିଗରେ ବି ଅଛନ୍ତି। ଆମର ଯୋଉ ଜଳଜୀବ ରହିଲେ ସେ କେମିତି ଗୋଟେ ଜାହାଜ ଦୁର୍ଘଟଣା ଘଟେ, ତା ଦେହରୁ ଅଏଲ ହଜାର ହଜାର ଲିଟର ନେଇକି ଯାଏ ଗୋଟେ ଜାହାଜ ଅଏଲ, ଆଉ ସେଇ ଅଏଲ କେମିତି ପାଣିରେ ମିଶେ ଏବଂ ପାଣିକି ଦୂଷିତ କରେ। ସେଥିପାଇଁ ସେଥିପାଇଁ ଜଳଜୀବ ମାନେ ଯୋଉ ଅଛନ୍ତି ସେଥିପାଇଁ ପ୍ରଭାବିତ ହୁଅନ୍ତି। ସେଥିପାଇଁ ଏକ କୋଷ୍ଟଗାର୍ଡ ବାହିନୀ ଗୋଟେ ମକଡ୍ରିଲ କରୁଛନ୍ତି। ଆପଣ ଦେଖୁଥିବେ ଇଏ ହଉଛି ସିଧାସଳଖ ଚିତ୍ର। ଆମେ ଅଛୁ ସମୁଦ୍ର ମଧ୍ୟରେ। ଆପଣଙ୍କୁ ଦେଖଉଛୁ ଗୋଟେ କୋଷ୍ଟଗାର୍ଡ ଜାହାଜ ଅଛି, ତା ପାଖରେ ଗୋଟେ ଲାଗିକି ରହିଛି ଗୋଟେ ବୋଟ ଏବଂ ସେ ବୋଟ ମିକଡଲ କରୁଛନ୍ତି କି ଜାହାଜରୁ ଯେତେବେଳେ ତେଲ ବାହାରେ ସେତେବେଳେ ପାଣିରେ ମିଶେ, ସେ ପାଣିରେ ଯୋଉ ତେଲଟା ମିଶେ ତାକୁ କେମିତି କଣ୍ଟ୍ରୋଲ କରାଯାଏ ସେଇଟା ଏକ ମକଡ୍ରିଲରେ ଦେଖଉଛନ୍ତି କୋଷ୍ଟଗାର୍ଡ ବାହିନୀ। ଖାଲି ଗୋଟିଏ ଜାହାଜ ନୁହଁ, ଆମ ପାଖରେ ଅଛି ଅନ୍ୟ ଜାହାଜ, ଗୋଟାକୁ ବଡ ଜାହାଜ ଅଛି, ସେ ଜାହାଜ ବି ଡେମୋ କରିବ। ଆମେ ଏବେ ଦେଖେଇବୁ ଆପଣଙ୍କୁ ଗୋଟେ ପରେ ଗୋଟେ ଜାହାଜ ଏବଂ ବୋଟ ଅଛି ଗଭୀର ସମୁଦ୍ର ମଧ୍ୟରେ। କେମିତି ଗୋଟେ ଅଏଲ ଯଦି ସମୁଦ୍ର ବଡ ଜାହାଜ ଭିତରେ ଫାଟେ ତାହେଲେ ସିଏ ଯେତେବେଳେ ତା ତେଲ ପାଣିରେ ମିଶେ ସେତେବେଳେ ସିଏ ପାଣିକି ଦୂଷିତ କରେ ଏବଂ ତାକୁ କେମିତି ପ୍ରତିରକ୍ଷା କରିହବ ସେଥିପାଇଁ ଏକ କୋଷ୍ଟଗାର୍ଡ ବିଭାଗର ଗୋଟେ ଡ୍ରିଲ ଚାଲିଛି ଏବଂ ଆମେ ଅଛୁ ଗଭୀର ସମୁଦ୍ର ମଧ୍ୟରେ। ଆପଣ ଦେଖୁଥିବେ ଇଏ ହଉଛି ତାଜା ଚିତ୍ର ଆମେ ଦେଖଉଛୁ। ଇଏ ଚିତ୍ର ଯାହା ଫଳରେ ଏବେ କୋଷ୍ଟଗାର୍ଡ ବାହିନୀ ଖାଲି ତଟରକ୍ଷୀ ସୁରକ୍ଷାରେ ଦିଗରେ ନାହାନ୍ତି ଏବଂ ସମୁଦ୍ର କୂଳ ହଉ କି ସମୁଦ୍ର ଭିତରେ ବଡ ବଡ ଅଘଟଣକୁ କେମିତି ରୋକାଯାଇ ପାରିବ ତା ଦିଗରେ ମୁତୟନ ଅଛନ୍ତି। ଏବଂ ଯଦି ବି ଗୋଟେ ବିପଦ ଘଟେ, ତେଲ ଟାଙ୍କି ଲିକେଜ କରେ, ଇଏ ତେଲ ଆମର ଯୋଉ ବେଳାଭୂମି ରହିଛି ଏବଂ ସମୁଦ୍ର କୂଳକୁ କ୍ଷୟକ୍ଷତି ପହଞ୍ଚେଇ ପାରେ। ସେଥିପାଇଁ ଏକ କୋଷ୍ଟଗାର୍ଡ ତରଫରୁ ମେକଡଲ ଆରମ୍ଭ କରାଯାଇଛି। ଆଉ ଗୋଟେ କଥା କହିବା, ଯେହେତୁ ସାଙ୍ଗେ ସାଙ୍ଗେ କୋଷ୍ଟଗାର୍ଡ ବାହିନୀ ତରଫରୁ ଗୋଟେ ଏରୋପ୍ଲେନ ଗଲା ଏବଂ ତା ସବୁ ଦିଗରେ ଯାଞ୍ଚ କରାଯାଉଛି ଏବଂ କେମିତି ଗୋଟେ ଜାହାଜ ରୁ ତେଲ ବାହାରିଲେ ତାକୁ କଣ୍ଟ୍ରୋଲ କରିହବ, ସେଥିପାଇଁ କୋଷ୍ଟଗାର୍ଡ ବିଭାଗର ଗୋଟେ ମେକଡ୍ରିଲ ଆରମ୍ଭ ହେଇଯାଇଛି। ପାରାଦୀପରୁ ସତୀଶ ପରିଡ଼ା, ଓଡ଼ିଶା ଭାସ୍କର।